ଆଜିଠୁ ଷ୍ଟାର୍ଟ ହେଲା ଏପ୍ରିଲ ମାସ ଏବଂ ଆଜି 1 ଏପ୍ରିଲ। ଜାଣନ୍ତୁ ନିୟମରେ କ'ଣ ପରିବର୍ତ୍ତନ ହୋଇଛି। ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବାକୁ ଜମା ବି ଭୁଲନ୍ତୁ ନାହିଁ। ଆଜିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଛି। ଏହା ସହିତ ଅନେକ ନୂତନ ନିୟମ କାର୍ଯ୍ୟକାରୀ ହେବ। ପ୍ରତି ମାସର ଶେଷ ପରି ଏଥର ମଧ୍ୟ ଦେଶରେ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ଗୁଡ଼ିକ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ। ଏଥିରେ ବ୍ୟାଙ୍କ ଆକାଉଣ୍ଟ କାରବାରରେ ପରିବର୍ତ୍ତନ ଏବଂ କ୍ରେଡିଟ୍ କାର୍ଡ ଚାର୍ଜରେ ପରିବର୍ତ୍ତନ ସାମିଲ ଅଛି। ଏହା ବ୍ୟତୀତ ଟୋଲ୍ ଟ୍ୟାକ୍ସ ବୃଦ୍ଧି ଯୋଗୁଁ ଯାତ୍ରା ଖର୍ଚ୍ଚ ବଢ଼ିପାରେ। 8ଟି ବଡ଼ ପରିବର୍ତ୍ତନ ଉପରେ ନଜର ପକାଇବା। ପ୍ରଥମ ହେଲା ୟୁପିଆଇ ଆଇଡି ବନ୍ଦ ହୋଇଯିବ କି? ସହିତ ଜଡ଼ିତ ଏକ ନୂତନ ନିୟମ 1 ଏପ୍ରିଲ 2025ରୁ ଅର୍ଥାତ୍ ଆଜିଠାରୁ କାର୍ଯ୍ୟକାରୀ ହେବ। ବ୍ୟାଙ୍କ ତାହାର ରେକର୍ଡରୁ ସେହି ମୋବାଇଲ ନମ୍ବର ସହିତ ଲିଙ୍କ ହୋଇଥିବା ୟୁପିଆଇ ଆକାଉଣ୍ଟଗୁଡ଼ିକୁ ହଟାଇ ଦେବ, ଯାହା ଦୀର୍ଘ ସମୟ ଧରି ବ୍ୟବହାର କରାଯାଉ ନାହିଁ। ଯଦି ଆପଣଙ୍କର ମୋବାଇଲ ନମ୍ବର ଏକ ୟୁପିଆଇ ଆପ୍ ସହିତ ଲିଙ୍କ ହୋଇଛି ଏବଂ ଆପଣ ଏହାକୁ ବହୁତ ଦିନ ଧରି ବ୍ୟବହାର କରିନାହାନ୍ତି, ତେବେ ଆପଣଙ୍କର ୟୁପିଆଇ ସେବା ବନ୍ଦ ହୋଇପାରେ। ଦ୍ୱିତୀୟଟି ହେଲା ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ ଆରମ୍ଭ। ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ ଏପ୍ରିଲ 1ରୁ ଆରମ୍ଭ ହେବାକୁ ଯାଉଛି, ଯାହା କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ନିଶ୍ଚିତ ପେନ୍ସନ୍ ପ୍ରଦାନ କରିବ। କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହି ଯୋଜନା ପାଇଁ 1 ଏପ୍ରିଲରୁ ଅନଲାଇନରେ ଆବେଦନ କରିପାରିବେ। ଯଦି ଜଣେ କର୍ମଚାରୀ ୟୁପିଏସ୍ ଅଧୀନରେ ପେନ୍ସନ୍ ପାଇବାକୁ ଚାହାନ୍ତି, ତେବେ ତାଙ୍କୁ ଫର୍ମ ପୂରଣ କରି ଆବେଦନ କରିବାକୁ ପଡ଼ିବ। ଏବଂ ଯଦି କେହି ୟୁପିଏସ୍ ବାଛିବାକୁ ଚାହାନ୍ତି ନାହିଁ, ତେବେ ସେ ଏନ୍ଏସ୍ପି ଜାତୀୟ ପେନ୍ସନ୍ ଯୋଜନା ବାଛିପାରିବେ। 23 ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ୟୁପିଏସ୍ କିମ୍ବା ଏନ୍ଏସ୍ପି ୟୁପିଏସ୍ ବାଛିଥିବା କର୍ମଚାରୀଙ୍କ ମୂଳ ଦରମା ଏବଂ ମହଙ୍ଗା ଭତ୍ତାର ଅତିରିକ୍ତ 8.5% ସରକାର ଯୋଗଦାନ କରିବେ। ଏହି ଯୋଜନା ଅନୁଯାୟୀ ସର୍ବନିମ୍ନ ପେନ୍ସନ୍ ମାସିକ 10,000 ଟଙ୍କା ହେବ, କିନ୍ତୁ ଏଥିପାଇଁ ଜଣଙ୍କୁ ଅତି କମ୍ରେ 10 ବର୍ଷ ଚାକିରି ପୂରଣ କରିବାକୁ ପଡ଼ିବ। ତୃତୀୟଟି ହେଲା ନୂତନ ଟିକସ ଯୋଜନା କାର୍ଯ୍ୟକାରୀ। ନୂତନ ଟିକସ ନିୟମ 1 ଏପ୍ରିଲ 2025 ଅର୍ଥାତ୍ ଆଜିଠାରୁ କାର୍ଯ୍ୟକାରୀ ହେବ। ମଧ୍ୟବିତ୍ତ ବର୍ଗକୁ ଆଶ୍ୱସ୍ତି ଦେବା ପାଇଁ ସରକାର 2025 ବଜେଟରେ ଅନେକ ବଡ଼ ପରିବର୍ତ୍ତନ କରିଥିଲେ। ନୂତନ ଆୟକର ବିଲ୍ ପୁରୁଣା ଆୟକର ଆଇନ 1961କୁ ବଦଳାଇବ ଏବଂ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଟିକସ ପଡ଼ିବ ନାହିଁ। ବେତନଭୋଗୀ କର୍ମଚାରୀମାନେ 75,000 ଟଙ୍କାର ମାନକ ରିହାତିର ଲାଭ ପାଇପାରିବେ ଏବଂ ଏହାର ଅର୍ଥ ହେଉଛି 12.75 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଆୟ କରମୁକ୍ତ ହୋଇପାରିବ। କିନ୍ତୁ ଏହି ଛାଡ଼ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ନୂତନ ଟିକସ ବ୍ୟବସ୍ଥା ବାଛିବେ। ଚତୁର୍ଥଟି ହେଲା ଟିଡିଏସ୍ ନିୟମରେ ପରିବର୍ତ୍ତନ। ଆଜିଠାରୁ ଟିଡିଏସ୍ ନିୟମରେ ପରିବର୍ତ୍ତନ ହେବ, ଯେପରିକି ଅନାବଶ୍ୟକ ଟିକସ କାଟ ହ୍ରାସ କରିବା ଏବଂ କରଦାତାଙ୍କ କ୍ୟାଶ୍ ଫ୍ଲୋକୁ ଉନ୍ନତ କରିବା ପାଇଁ ସୀମା ବୃଦ୍ଧି କରାଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଆୟ ଉପରେ ଟିଡିଏସ୍ ସୀମା 1 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ସେମାନଙ୍କୁ ଅଧିକ ଆର୍ଥିକ ସୁରକ୍ଷା ଦେବ ଏବଂ ଭଡ଼ା ଆୟ ଉପରେ ଛାଡ଼ ସୀମା ବାର୍ଷିକ 6 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଘର ମାଲିକଙ୍କ ଉପରେ ବୋଝ ହ୍ରାସ କରିବ ଏବଂ ଭଡ଼ା ବଜାରକୁ ସୁଦୃଢ଼ କରିବ। ପଞ୍ଚମଟି ହେଲା କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ। ପୁରସ୍କାର ଏବଂ ଅନ୍ୟାନ୍ୟ ସୁବିଧାରେ ପରିବର୍ତ୍ତନ ହେବ। ଏସ୍ବିଆଇ ସିମ୍ପଲ୍ କ୍ଲିକ୍ କାର୍ଡରେ ସ୍ୱିଗି ରିୱାର୍ଡ 5 ଗୁଣରୁ ଅଧା ହ୍ରାସ ପାଇବ। ଏୟାର ଇଣ୍ଡିଆ ସିଗ୍ନେଚର କାର୍ଡ ପଏଣ୍ଟ 30ରୁ 10କୁ ହ୍ରାସ ପାଇବ। ଆଇଡିଏଫ୍ସି ଫାର୍ଷ୍ଟ ବ୍ୟାଙ୍କ ତା'ର କ୍ଲବ୍ ଭିସ୍ଟାର ମାଇଲଷ୍ଟୋନ୍ ସୁବିଧା ବନ୍ଦ କରିଦେବ। 1 ଏପ୍ରିଲ 2025ରୁ ଏସ୍ବିଆଇ, ପିଏନ୍ବି ଏବଂ ଅନ୍ୟାନ୍ୟ ବ୍ୟାଙ୍କଗୁଡ଼ିକ ସଞ୍ଚୟ ଖାତାର ସର୍ବନିମ୍ନ ବାଲାନ୍ସ ସହିତ ଜଡ଼ିତ ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ନୂତନ ନିୟମ ଅନୁଯାୟୀ ବିଭିନ୍ନ କ୍ଷେତ୍ର ପାଇଁ ନୂତନ ସର୍ବନିମ୍ନ ବାଲାନ୍ସ ସୀମା ସ୍ଥିର କରାଯିବ। ଯଦି କୌଣସି ଆକାଉଣ୍ଟରେ ନିର୍ଦ୍ଧାରିତ ସର୍ବନିମ୍ନ ବାଲାନ୍ସ ନାହିଁ, ତେବେ ବ୍ୟାଙ୍କ ଜରିମାନା ଲଗାଇ ପାରିବ। ତେଣୁ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କର ନୂତନ ନିୟମ ବୁଝିବାକୁ ପଡ଼ିବ ଏବଂ ଆବଶ୍ୟକୀୟ ବାଲାନ୍ସ ବଜାୟ ରଖିବାକୁ ପଡ଼ିବ। ସପ୍ତମଟି ହେଲା ଡେବିଟ୍ କାର୍ଡର ନୂତନ ନିୟମ। 1 ଏପ୍ରିଲ 2025ରୁ ରୂପେ ଡେବିଟ୍ ସିଲେକ୍ଟ କାର୍ଡରେ ନୂତନ ସୁବିଧା ଯୋଡ଼ାଯିବ। ଏଥିରେ ଫିଟନେସ୍, ଯାତ୍ରା, ମନୋରଞ୍ଜନ ଏବଂ ସ୍ୱାସ୍ଥ୍ୟ ସହିତ ଜଡ଼ିତ ସୁବିଧା ଅନ୍ତର୍ଭୁକ୍ତ।
ନୂତନ ଅପଡେଟ୍ ଅନୁଯାୟୀ ପ୍ରତି ତ୍ରୟମାସିକରେ ଥରେ ଘରୋଇ ବିମାନ ବନ୍ଦର ଲାଉଞ୍ଜ ମାଗଣାରେ ବ୍ୟବହାର କରାଯାଇପାରିବ। ଅନ୍ତର୍ଜାତୀୟ ବିମାନ ବନ୍ଦର ଲାଉଞ୍ଜ ପରିଦର୍ଶନ ସୁବିଧା ବର୍ଷକୁ 2 ଥର ଉପଲବ୍ଧ ହେବ। ଦୁର୍ଘଟଣା ଯୋଗୁଁ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ଉପଲବ୍ଧ ହେବ ଏବଂ ପ୍ରତି ତ୍ରୟମାସିକରେ ଥରେ ମାଗଣା ଜିମ୍ ସଦସ୍ୟତା ଉପଲବ୍ଧ ହେବ। କାର୍ଡଧାରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ ଏହି ପରିବର୍ତ୍ତନଗୁଡ଼ିକୁ କରାଯାଇଛି। ଅଷ୍ଟମଟି ହେଲା ଟୋଲ୍ ଟ୍ୟାକ୍ସରେ ବୃଦ୍ଧି। ଜାତୀୟ ରାଜପଥରେ ଟୋଲ୍ ଟିକସ 1 ଏପ୍ରିଲ 2025ରୁ ମହଙ୍ଗା ହେବାକୁ ଯାଉଛି। NHAI ବିଭିନ୍ନ ଟୋଲ୍ ପ୍ଲାଜାରେ ନୂତନ ହାର ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହା ରାଜପଥ ଯାତ୍ରାକୁ ମହଙ୍ଗା କରିପାରେ। ରିପୋର୍ଟ ଅନୁସାରେ ଲକ୍ଷ୍ନୌ ଦେଇ ଯାଉଥିବା ରାଜପଥରେ ହାଲୁକା ଯାନ ପାଇଁ ଟୋଲ୍ 5 ଟଙ୍କା ଏବଂ ଭାରୀ ଯାନ ପାଇଁ 20ରୁ 25 ଟଙ୍କା ବୃଦ୍ଧି ପାଇପାରେ। ଲକ୍ଷ୍ନୌ, କାନପୁର, ଅଯୋଧ୍ୟା, ରାୟବରେଲୀ ଏବଂ ବାରାବାଙ୍କୀ ଭଳି ବ୍ୟସ୍ତବହୁଳ ରାଜପଥରେ ନୂତନ ଦର ଲାଗୁ ହେବ। ଏହା ବ୍ୟତୀତ ଯାତ୍ରୀମାନଙ୍କୁ ଦିଲ୍ଲୀ ମିରଟ ଏକ୍ସପ୍ରେସୱେ ଏବଂ NH9ରେ ଅଧିକ ଟୋଲ୍ ଦେବାକୁ ପଡ଼ିପାରେ। ଏହିପରି ଲାଟେଷ୍ଟ ଖବର ପାଇଁ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବାକୁ ଜମା ବି ଭୁଲନ୍ତୁ ନାହିଁ।